ନଅଟି ଜିନିଷ ଏଭଳି ଅଛି ଯାହା ଆପଣଙ୍କୁ ଦୁର୍ଘଟଣା ପାଖକୁ ଡାକେ ଏବଂ ଆପଣଙ୍କୁ ଏତେ ନିଜର କରିନିଏ ତାହା ଆପଣଙ୍କୁ କେବେ ଜଣାପଡ଼ିନଥାଏ। ସେ ନଅଟି ଜିନିଷ ହେଉଛି, ପ୍ରଥମେ ସ୍ମୋକିଂ ଛାଡ଼ିଦିଅ, ଦ୍ୱିତୀୟରେ ତାର ନିଜର ଭାଇ ଆଲକୋହଲ ତାକୁ ବି ଛାଡ଼ିଦିଅ, ଡେଲି ଡେଲି ଯାଇ କଫି ସପ୍ରେ କଫି ପିଇବା ଛାଡ଼ି ଦିଅନ୍ତୁ, କାରଣ ଗୋଟେ କଫିର ମୂଲ୍ୟ 400ରୁ 500 ଟଙ୍କା। ତା ଦେହରେ ସେ ତାର ସବୁ ଚାର୍ଜ ନେଇଯାଇଥାଏ। ତେଣୁ ଏ ଅଭ୍ୟାସଟି ବି ଛାଡ଼ି ଦିଅନ୍ତୁ। ରୋଜ ବାହାର ଖାଦ୍ୟ ଖାଇବା ନିହାତି ଛାଡ଼ି ଦିଅନ୍ତୁ, କାରଣ ଏହା ହେଉଛି ଆପଣଙ୍କର ମୂର୍ଖାମି। ବାଟେ ଘାଟେ ବଟଲ ୱାଟର କିଣି ପିଇବା ଏହା ବି ଗୋଟେ ମନ୍ଦ ଅଭ୍ୟାସ। ଏହାଦ୍ୱାରା ସବୁ ପଇସା ଖର୍ଚ୍ଚ ହୁଏ। ତା ଅପେକ୍ଷା ଘରୁ ନିହାତି ଶୁଦ୍ଧ ପାଣି ୱାଟର ବୋଟଲରେ ଭରି ଯୁଆଡ଼େ ନେଉଛନ୍ତି ନିଅନ୍ତୁ। ଇନ୍ ଗେମ୍ ପ୍ରୋସେସ୍ କରିବା, ଗେମ୍ ଖେଳି ପଇସା ସାରିବା ତାକୁ ବି ଛାଡ଼ି ଦିଅନ୍ତୁ। ସବୁବେଳେ ବ୍ରାଣ୍ଡେଡ଼ ଜିନିଷ ବ୍ୟବହାର କରିବା, ନିହାତି ପଇସାକୁ ବ୍ୟର୍ଥରେ ଖର୍ଚ୍ଚ କରିବା ଛାଡ଼ି ଦିଅନ୍ତୁ। ବରଞ୍ଚ ଚଏସ୍ ଆପଣଙ୍କର ଚଏସ୍ ଭଳି ସବୁ ଜିନିଷ ବ୍ୟବହାର କରନ୍ତୁ। ଗ୍ଲାମ୍ବିଂ, ଯଦି ଅଧିକା ପଇସା ଆପଣ ପାଉଛନ୍ତି, ସେ ଅଭ୍ୟାସକୁ ଛାଡ଼ି ଦିଅନ୍ତୁ। ଗ୍ଲାମ୍ବିଂ ଆଗେ ଛାଡ଼।